ଶୁଭ ସନ୍ଧ୍ୟା ପିଲେ ଓ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତ +3 ଫାର୍ଷ୍ଟ ଇୟର ଫାର୍ଷ୍ଟ ସେମିଷ୍ଟର ଯାହା ଅଛି ଆମର +3 ଫାର୍ଷ୍ଟ ଇୟର ଫାର୍ଷ୍ଟ ସେମିଷ୍ଟର ଫାର୍ଷ୍ଟ ୟୁନିଟ୍ ହେଉଛି ଆମର ପ୍ରାକ୍ ସାରଳ ସାହିତ୍ୟ ସିଲାବସ ଅନୁଯାୟୀ ପିଲେ ଆମର ପ୍ରାକ୍ ସାରଳ ସାହିତ୍ୟରେ ଅଛି ଚର୍ଯ୍ୟା ସାହିତ୍ୟ ଆଉ ନାଥ ସାହିତ୍ୟ ବୁଝିପାରିଲା। ତ ଦେଖ ପିଲେ ତମ ମାନଙ୍କର ପିଲେ ନାଥ ସାହିତ୍ୟ ଉପରେ ଆମେ ପରେ ଆଲୋଚନା କରିବା ଯେ ଆମେ ଚର୍ଯ୍ୟା ସାହିତ୍ୟ ଉପରେ ଆଲୋଚନା କରିବା, ପରନ୍ତୁ ତା ପୂର୍ବରୁ ଆମେ ଓଡ଼ିଆ ସାହିତ୍ୟର ଯୁଗ ବିଭାଗ ଉପରେ ଜାଣିବା। ତା ପୂର୍ବରୁ ଆମେ ଓଡ଼ିଆ ସାହିତ୍ୟର ଯୁଗ ବିଭାଗ ଉପରେ ଜାଣିବା। ଓଡ଼ିଆ ସାହିତ୍ୟର ଯୁଗକୁ ଓଡ଼ିଆ ସାହିତ୍ୟରେ ଯୁଗକୁ କେତେ ଭାଗରେ ବିଭକ୍ତ କରାଯାଇଛି? କଣ କଣ? ଆଦି ଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତି ଯୁଗ ଆଉ ଆଧୁନିକ ଯୁଗ। ଆଦି ଯୁଗ ଯୋଉଟାକୁ ଆମେ ପ୍ରାକ୍ ସାରଳା ଯୁଗ ମଧ୍ୟ କହିପାରିବା। ଆଦି ଯୁଗ ବା ପ୍ରାକ୍ ସାରଳା ଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତି ଯୁଗ ଆଉ ଆଧୁନିକ ଯୁଗ। ବୁଝିପାରିଲା? ଆଉ ଗୋଟେ କଥା ପିଲେ ଏଠି ୟୁନିଟ୍ ବାଇ ୟୁନିଟ୍ ଦେଖିବା, ଆଲୋଚନା କରି ନେବା ଆଗକୁ। ତାପରେ ଏ ଯୋଉ ଆଧୁନିକ ଯୁଗକୁ ମଧ୍ୟ 5 ଭାଗରେ ବିଭକ୍ତ କରାଯାଇଛି। କଣ କଣ? ରାଧାନାଥ ଯୁଗ, ସତ୍ୟବାଦୀ ଯୁଗ, ସବୁଜ ଯୁଗ, ପ୍ରଗତି ଯୁଗ ଆଉ ଅତ୍ୟାଧୁନିକ ଯୁଗ। ତେଣୁ ପିଲେ ଆଜି ଆମେ ପଢିବା କଣ ନା ଆଦି ଯୁଗ ବା ପ୍ରାକ୍ ସାରଳା ଯୁଗ ହେଲା। ଯେହେତୁ ଆଦି ଯୁଗରେ ବା ପ୍ରାକ୍ ସାରଳା ଯୁଗରେ ଏଇ ସାହିତ୍ୟ ଗୁଡିକ ରଚନା କରାଯାଇଛି, ତେଣୁ ତାକୁ କୁହାଯାଇଛି ପ୍ରାକ୍ ସାରଳା ସାହିତ୍ୟ। ଆମର ଓଡ଼ିଆ ସାହିତ୍ୟର ପ୍ରାରମ୍ଭିକ ଯୁଗ ବା ଆଧୁନିକ ବା ପ୍ରାକ୍ ସାରଳା ଯୁଗ ଖ୍ରୀଷ୍ଟୀୟ 8ମ 9ମ ଶତାବ୍ଦୀ ଠାରୁ 1400 ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ପ୍ରାକ୍ ସାରଳା ଯୁଗର ସମୟ ସୀମା ବା ଆଦି ଯୁଗର ସମୟ ସୀମା କେତେ? ଖ୍ରୀଷ୍ଟୀୟ 8ମ 9ମ ଶତାବ୍ଦୀ ଠାରୁ 1400 ଶତାବ୍ଦୀ ପର୍ଯ୍ୟନ୍ତ ଏଇ ଯୁଗ ଓଡ଼ିଆ ସାହିତ୍ୟର ଆଦିକାଳ ବା ପୂର୍ଣ୍ଣମେଷ କାଳ। କେଉଁ ଯୁଗ? ଏଇ ଯୋଉ ଆଦି ଯୁଗ ପ୍ରାକ୍ ସାରଳା ଯୁଗ। ଏଇ ଯୁଗରେ ମୁଖ୍ୟତଃ 3ଟି ଧାରାରେ ବା ଏମିତି କହିବା ଓଡ଼ିଆ ଭାଷାରେ ବିକାଶ ସାଧିତ ହଉଛି। କଣ କଣ? ଗୋଟେ ହଉଛି କଥିତ ସାହିତ୍ୟ ବା ଲୋକ ସାହିତ୍ୟ, ଗୋଟେ ହଉଛି ଆମର ଅଭିଲେଖ ସାହିତ୍ୟ, ଆଉ ଗୋଟେ ହେଲା ଲିଖିତ ସାହିତ୍ୟ। ବୁଝିପାରିଲା ପିଲେ? କଥିତ ସାହିତ୍ୟ, ଲୋକ ସାହିତ୍ୟ ଯୋଉଟା ଲୋକଙ୍କ ମୁଖେ ମୁଖେ ପ୍ରଚଳିତ, ଯେମିତିକି ଆମର ଲୋକ ଗୀତ ହେଉ, ଲୋକ କାହାଣୀ ହେଉ, ଲୋକ ନାଟକ ହେଉ, ଏଗୁଡାକ ଆମର କଥିତ ସାହିତ୍ୟ, ଲୋକ ସାହିତ୍ୟରେ ଯିବ। ବୁଝିପାରିଲା? ଅଭିଲେଖ ସାହିତ୍ୟ କଣ? ଅଭିଲେଖ ସାହିତ୍ୟ ହେଲା ପ୍ରାଚୀନ କାଳରେ ରାଜା ମାନେ ସେମାନଙ୍କର ରାଜକୀୟ ଘୋଷଣା ହେଉ, ବିଜୟ ଘୋଷଣା ହେଉ, ଦାନ ଶାସନ ପତ୍ର ହେଉ, ଏଗୁଡାକ କଣ କରୁଥିଲା ନା ଜନସାଧାରଣଙ୍କ ପାଇଁ, ଜନସାଧାରଣଙ୍କ କିପରି ଜାଣିବେ ସେଇଥିପାଇଁ କଣ କରୁଥିଲେ? ଶିଳାରେ ଖୋଦନ ଦେଉଥିଲେ, ତାମ୍ର ପାତ୍ରରେ ଲିଖନ କରିଦେଉଥିଲେ। ବୁଝିପାରିଲା? ଯୋଉଟାକୁ କୁହାଯାଏ କଣ? ଅଭିଲେଖ ସାହିତ୍ୟ। ଶିଳାଲେଖ, ତାମ୍ର ଲେଖ ଇତ୍ୟାଦିକୁ କଣ କୁହାଯାଏ? ଅଭିଲେଖ ଭାବରେ ଧରାଯାଏ ବା ଅଭିଲେଖ ବୋଲି କୁହାଯାଏ। ବୁଝିପାରିଲା? ତାପରେ ଆସିଲା ଆମର ଲିଖିତ ସାହିତ୍ୟ। କଣ କଣ ସବୁ ଆମର ଲିଖିତ ସାହିତ୍ୟ ଅଛି? ମାନେ ପ୍ରାକ୍ ସାରଳା ଯୁଗରେ ବା ପ୍ରାକ୍ ସାରଳା ସାହିତ୍ୟର ଆମର ଚର୍ଯ୍ୟା ସାହିତ୍ୟ ଅଛି, ନାଥ ସାହିତ୍ୟ ଅଛି, ଶୈବ୍ୟ ସାହିତ୍ୟ ଅଛି, ମାଦଳା ପାଞ୍ଜି ଅଛି, କେଶବ କୈଲି ଅଛି। ଏସବୁ ଗୁଡାକ ଆମେ ଲିଖିତ ସାହିତ୍ୟ ବୋଲି
କହିପାରିବା ଯୋଉଟା କି ଆମ ଲିଖିତ ଆକାରରେ ଦେଖୁଛେ ବା ପଢୁଛେ ତାହେଲେ ପ୍ରାକ୍ ସରଳା ଯୁଗ ବୋଲି କାହିଁକି କୁହାଯାଏ? କାରଣ କାରଣ କଣ ନା ହେଲେ ସାରଳା ଯୁଗର ପୂର୍ବ ଯୁଗକୁ କୁହାଯାଏ ଯେ ପ୍ରାକ୍ ସାରଳା ଯୁଗ। ପ୍ରାକ୍ ସାରଳା ସାହିତ୍ୟ କାହିଁକି କୁହାଯାଇଛି? କାରଣ ସାରଳା ସାହିତ୍ୟ ର ପୂର୍ବବର୍ତ୍ତୀ ରଚନା ବୋଲି କୁହାଯାଇଛି ପ୍ରାକ୍ ସାରଳା ସାହିତ୍ୟ, ଯେହେତୁ କି ଆମର ସାରଳା ସାହିତ୍ୟ ସାରଳା ଯୁଗର ସମୟସୀମା ହେଉଛି ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀ। ତା ପୂର୍ବରୁ ଏଗୁଡାକ ସବୁ ରଚନା କରାଯାଇଛି, ତେଣୁ କୁହାଯାଇଛି କଣ ପ୍ରାକ୍ ସାରଳା ସାହିତ୍ୟ। ଆଜି ଆମେ ପଢିବା କଣ ଚର୍ଜିଆ ସାହିତ୍ୟ ଉପରେ। ସିଲାବସରେ ଆମର ଆମର କଣ ନା ନାଥ ସାହିତ୍ୟ, ଚର୍ଜିଆ ସାହିତ୍ୟ। ନାଥ ସାହିତ୍ୟ ଆମର ପରେ ପଢିବା, ଆଜି ଆମେ ପଢିବା ଚର୍ଜିଆ ସାହିତ୍ୟ ଉପରେ। ଦେଖିବା କଣ ଅଛି, ସମସ୍ତ ମନରେ ଗୋଟେ ପ୍ରଶ୍ନ ଆସିବ, ତମେ ମାନେ ମଧ୍ୟ କୋଶ୍ଚିନ୍ କରିବ ଯେ ସାର୍ ଚର୍ଜିଆ ସାହିତ୍ୟ କଣ ବା ଚର୍ଜିଆ ସାହିତ୍ୟ କାହାକୁ କୁହାଯାଏ? ତ ଦେଖ ପିଲେ, ମୁଁ ପୁରା ସର୍ଟକଟରେ କହିଦଉଛି ଯେ ବୌଦ୍ଧ ସିଦ୍ଧାଚାର୍ଯ୍ୟ, ଆମର ଯୋଉ 84 ଜଣ ବୌଦ୍ଧ ସିଦ୍ଧାଚାର୍ଯ୍ୟ ଥିଲେ, ସେମାନେ କଣ କରିଥିଲେ? ଛୋଟ ଛୋଟ ଗୀତିକା ସବୁ ରଚନା କରିଥିଲେ ଏବଂ ସେଇ ଗୀତିକାର ସଂକଳନକୁ କୁହାଯାଏ ଚର୍ଜିଆ ସାହିତ୍ୟ। ବୁଝିପାରିଲା? 84 ଜଣ ସିଦ୍ଧାଚାର୍ଯ୍ୟ ଯୋଉ ଛୋଟ ଛୋଟ ଗୀତିକା ରଚନା କରିଥିଲେ ତାର ସଂକଳନକୁ ଚର୍ଜିଆ ସାହିତ୍ୟ ବୋଲି କୁହାଯାଏ। ଯାହା ଆମେ ପରେ ଆଲୋଚନା କରିବା ପଢିବା ଆଗକୁ ସବୁ ଗୁଡାକ ଆସିବ, ଲାଇନ ବାଇ ତମ ମାନଙ୍କର ଅଛି। ତେବେ ଦେଖ ପିଲେ କଣ ଅଛି, ଓଡ଼ିଆ ଭାଷା ପ୍ରସଙ୍ଗରେ ଓଡ଼ିଆ ଭାଷା ପୂର୍ବ ମାଗାଧି ଅପଭ୍ରଂଶ ବିକାଶ ଲାଭ କରିଛି ବୋଲି ଆଲୋଚ୍ୟ ହୋଇଛି। ଆମେ ସମସ୍ତେ ଜାଣିଛେ ପିଲେ ଯେ ଆମର ଓଡ଼ିଆ ଭାଷାଟା ପୂର୍ବ ମାଗାଧି ଅପଭ୍ରଂଶରୁ ବିକାଶ ଲାଭ କରିଛି। ମନେ ରଖିଥାଅ, ପୂର୍ବ ମାଗାଧି ଅପଭ୍ରଂଶରେ ବିକାଶ ଲାଭ କରିଛି ବୌଦ୍ଧ ସହଜ ସିଦ୍ଧ ମାନଙ୍କ ଦ୍ଵାରା। ମୁଁ ଯୋଉରା ଏବେ କହିବି ଏବେ ମୁଁ ଯୋଉରା କହିଲି ଏବେ ବୌଦ୍ଧ ସିଦ୍ଧାଚାର୍ଯ୍ୟ ବୌଦ୍ଧ ସହଜ ମାନଙ୍କ ଦ୍ଵାରା ରଚିତ ଚର୍ଜିଆ ସାହିତ୍ୟ କେଉଁମାନେ ରଚନା କରିଥିଲେ? ବୌଦ୍ଧ ସହଜ ସିଦ୍ଧ ମାନେ ରଚନା କରିଥିଲେ ଚର୍ଜିଆ ସାହିତ୍ୟ। ଓଡ଼ିଆ ଭାଷାରେ ଷଷ୍ଠ ସାହିତ୍ୟର ଅନ୍ୟତମ ନିଦର୍ଶନ। ଯେଉଁ ସାହିତ୍ୟ କହିଲେ ଚର୍ଜିଆ ସାହିତ୍ୟ କହିଲେ ଚର୍ଜିଆ ଗୀତି ଓ ଦୋହାକୁ ବୁଝାଏ। ବୁଝିପାରିଲ? ଚର୍ଜିଆ ସାହିତ୍ୟ କହିଲେ କାହାକୁ ବୁଝାଏ? ଚର୍ଜିଆ ଗୀତି ବା ଦୋହାକୁ ବୁଝାଏ। ଯେଉଁ 84 ଜଣ ବୌଦ୍ଧ ସିଦ୍ଧାଚାର୍ଯ୍ୟ ଯେଉଁ ଛୋଟ ଛୋଟ ଗୀତିକା ରଚନା କରିଥିଲେ ସେଗୁଡିକ ହିଁ ଆମର ଚର୍ଜିଆ ସାହିତ୍ୟ। ତେଣୁ ପିଲେ ଚଳିତ ଶତାବ୍ଦୀ ପ୍ରାରମ୍ଭର 1907 ଖ୍ରୀଷ୍ଟାବ୍ଦରେ ବଙ୍ଗଳାରେ ସୁନାମ ଧନ୍ୟ ପଣ୍ଡିତ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାରର ପୋଥିଶାଳରୁ ଲୋକଲୋଚନକୁ ଆସିନଥିବା କେତେକ ପ୍ରାଚୀନ ପୋଥି ପାଇଥିଲେ। ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଲାଇନ ପିଲେ ମନେ ରଖିଥାଅ, ଏହା ତମ ମାନଙ୍କର ପରୀକ୍ଷାରେ ବାରମ୍ବାର ଆସିଯାଉଛି ଯେ ଆମର 1907 ଖ୍ରୀଷ୍ଟାବ୍ଦରେ ବଙ୍ଗାଳର ସୁନାମଧନ୍ୟ ପଣ୍ଡିତ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ସେ ପ୍ରଥମେ କଣ କରିଥିଲେ? ନେପାଳ ଦରବାରର ପୋଥିଶାଳାକୁ ଯେଉଁ ଜିନିଷ ଲୋକଲୋଚନକୁ ଆସିନି, ସେଇ ଲୋକଲୋଚନକୁ ଆସିନଥିବା କେତେକ ପ୍ରାଚୀନ ପୋଥି ସେ ପାଇଥିଲେ। କିଏ ପାଇଥିଲେ? ଆମର ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ। କେବେ ପାଇଥିଲେ? 1907 ଖ୍ରୀଷ୍ଟାବ୍ଦରେ। କେଉଁଠି ପାଇଥିଲେ? ନେପାଳ ଦରବାରର ପୋଥିଶାଳ ବା ଲାଇବ୍ରେରୀରୁ ପାଇଥିଲେ। ବୁଝିପାରିଲ? କଣ ପାଇଥିଲେ? କେତେକ ପ୍ରାଚୀନ ପୋଥି ପାଇଥିଲେ। ଯେଉଁଟା ପ୍ରାଚୀନ ପୋଥି ପାଇଥିଲେ, ଯେଉଁଟା ଲୋକଲୋଚନକୁ ଆସିନଥିଲା, ସେଥିମଧ୍ୟରୁ ଥିଲା 50ଟି ଗୀତିର ସମାହାର। ଚର୍ଜିଆ ବିନିଶ୍ଚୟ। ମନେ ରଖିବା ପିଲା, ଏଇଟା ବି ଗୋଟେ ତମ ମାନଙ୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ ଲାଇନ ଯେ ଚର୍ଜିଆ ବିନିଶ୍ଚୟ କେତୋଟି ଗୀତିରେ ସମାହାର ପ୍ରଶ୍ନ ଆସିବ। କେତୋଟି ଗୀତିରେ? ନା 50ଟି। 50ଟି ଗୀତିର ସମାହାର ହେଉଛି ଚର୍ଜିଆ ବିନିଶ୍ଚୟ। ସରହ ପାଦଙ୍କ ଦୋହା କୋଶ, ଇଏ ମଧ୍ୟ ହେଉଛି ଆମର ବୌଦ୍ଧ ସହଜ ସିଦ୍ଧ। ସରହ ପାଦଙ୍କ ଦୋହା କୋଶ, କାହ୍ନୁ ପାଦଙ୍କ ଦୋହା କୋଶ ଓ ଡାକାନବ ଏଗୁଡିକ ହେଲା ସେ ପାଇଥିଲେ। କିଏ ପାଇଥିଲେ?
ଆମର ହରପ୍ରସାଦ ଶାସ୍ତ୍ରୀ ପାଇଥିଲେ ଏବଂ ସେଗୁଡିକୁ ସେ କଣ କରିଥିଲେ 1916 ଖ୍ରୀଷ୍ଟାବ୍ଦରେ ସେ ନିଜେ ସମ୍ପାଦନରେ ବୌଦ୍ଧ ଓ ଦୋହ ନାମରେ ପ୍ରକାଶ କରିଥିଲେ। ହେଁ, ସେ ଯାହା ଯାହା ପାଇଥିଲେ କଣ ପାଇଥିଲେ କି 50ଟି କ୍ରୀଡିର ସମାହାର, ଶଯ୍ୟା ବିନିଶ୍ଚୟ ପାଇଥିଲେ, ସରହ ମାନଙ୍କର ଦୋହା କୋଷ ପାଇଥିଲେ, କାନୁପାନଙ୍କର ଦୋହା କୋଷ, ଡକାରନ ପାଇଥିଲେ। ସେ ଯାହା ମଧ୍ୟ ପାଇଥିଲେ ସେ କଣ କରିଥିଲେ 1916 ଖ୍ରୀଷ୍ଟାବ୍ଦରେ ଭିତରେ ସେଗୁଡାକୁ କଣ କଲେ ନିଜ ସମ୍ପାଦନରେ ବୌଦ୍ଧ ଗାନ ଓ ଦୋହା ନାମରେ ପ୍ରକାଶ କରିଥିଲେ। କେବେ 1916 ଖ୍ରୀଷ୍ଟାବ୍ଦରେ ଏଇଟା ପ୍ରଶ୍ନ ଆସିବ ବୋଲେ ମନେ ରଖିଥା ଯେ କେବେ କେଉଁ କେବେ ଏଇ ଯେଉଁ ଚର୍ଚ୍ଚା ଗୀତି ଗୁଡିକ ବୌଦ୍ଧ ଗାନ ଓ ଦୋହା ନାମରେ ପ୍ରକାଶ ପାଇଥିଲା 1916 ଖ୍ରୀଷ୍ଟାବ୍ଦରେ ବା ବୌଦ୍ଧ ଧର୍ମ ଦୋହା ନାମରେ କିଏ ପ୍ରକାଶ କରିଥିଲେ ଆମର ହରପ୍ରସାଦ ଶାସ୍ତ୍ରୀ। ବୁଝିପାରିଲା? ତେଣୁ ପିଲେ ୟା ପରେ କଣ ଅଛି ତମ ମାନଙ୍କର ପରବର୍ତ୍ତୀ ଭିଡିଓରେ